ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମ୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଚାଇଲ୍ଡ ଡେଭଲପମେଣ୍ଟ ଏଣ୍ଡ ପେଡାଗୋଜିର ଆମେ ଆଜି କିଛି ପ୍ରିଭିୟସ୍ ଇୟର କ୍ୱେଶ୍ଚନ ପ୍ରାକ୍ଟିସ୍ କରିଦେବା, ଯାହାଫଳରେ କି ଆପଣ ଓଟିଇଟି 2026ରେ ଦିଅନ୍ତୁ କିମ୍ବା ଏଟି ବା ଜୁନିୟର ଟିଚର 2026 ଦିଅନ୍ତୁ, ଆପଣଙ୍କର ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିରେ କିଛି ଡାଉଟ୍ କ୍ଲିୟର ହେଇପାରିବ। ଆଉ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଏଇ ଯେଉଁ ପ୍ରିଭିୟସ୍ ଇୟର କ୍ୱେଶ୍ଚନ ଭିତରୁ ଆପଣ 15ରୁ 17ଟା କ୍ୱେଶ୍ଚନ ଡାଇରେକ୍ଟ ପାଇବେ, କାରଣ ପ୍ରିଭିୟସ୍ ଇୟର କ୍ୱେଶ୍ଚନ ରିପିଟ୍ ହେଉଛି। ତେଣୁ ଯିବା କ୍ୱେଶ୍ଚନ ଡିସ୍କସନ କରିବା, ପୁରା ଆମର ସିଡିପି ଏଇଥିରେ ହିଁ କଭର ହେଇଯିବ। ତେଣୁ ପ୍ରଥମ କ୍ୱେଶ୍ଚନ ଦେଖିବା କଣ ଦେଇଛି, କେଉଁ ଉକ୍ତିଟି ବସ୍ତୁନିଷ୍ଠ ପ୍ରଶ୍ନ ପାଇଁ ପ୍ରଯୁଜ୍ୟ ନୁହେଁ। ହେଲା, ଅପସନ ଟି କଣ ଦେଇଛି, ଅଧିକ ବିଷୟବସ୍ତୁ ଅନ୍ତର୍ଭୁକ୍ତ କରାଯାଇପାରେ। ଅପସନ ନମ୍ବର ବି ଅଛି ନିର୍ଭୁଲ ପରିମାପନ ସମ୍ଭବ ହୋଇପାରେ। ଅପସନ ନମ୍ବର ସି ଅଛି ଦ୍ରୁତ ଓ ଠିକ ପରିମାପନ କରାଯାଇପାରେ। ଅପସନ ନମ୍ବର ଡି ଅଛି ଗୋଟିଏ ପ୍ରଶ୍ନରେ ଏକାଧିକ ଶିକ୍ଷଣ ଉଦ୍ଦେଶ୍ୟ ମପା କରିବା ସମ୍ଭବ ହେଇପାରିବ। ହେଲା, କଣ କହିଲା ଯେ ଆମେ ଯୋଉ ବସ୍ତୁନିଷ୍ଠ ପ୍ରଶ୍ନ କରିବା ସେଟା କଣ ପାଇଁ ପ୍ରଯୁଜ୍ୟ ହବ ନାହିଁ, ବା ଆମର ଯୋଉ which statement is not applicable to objective type question। ହେଲା, objective type question ପାଇଁ କୋଉଟା applicable ହବନି, ଏର ସଠିକ ଉତ୍ତର ହବ ଅପସନ ନମ୍ବର ଡି, ଯେଟା କଣ ଅଛି ଗୋଟିଏ ପ୍ରଶ୍ନରେ ଏକାଧିକ ଶିକ୍ଷଣ ଉଦ୍ଦେଶ୍ୟ ମାପନ କରିବା ସମ୍ଭବ। ତେଣୁ ଗୋଟେ କ୍ୱେଶ୍ଚନ କେବଳ ଆମ ଗୋଟେ ହିଁ ଶିକ୍ଷଣ ଉଦ୍ଦେଶ୍ୟ ମାପନ କରିପାରିବା, ଏଇଟା ହବ ନାହିଁ। କିନ୍ତୁ ଯେମିତି କି ଆମର ଅଲଗା ଗୁଡାକ ରହିଲା, ୟାର ଯଦି ପକେଇ ପାରିବି ଅଲଗା ଟାଇପର ଯେ କୋଉଟା ହବ ବୋଲି, ଗୋଟେ ବିଷୟବସ୍ତୁ ଅନ୍ତର୍ଭୁକ୍ତ କରାଯାଇ ହେଇପାରିବ, ନିର୍ଭୁଲ ଭାବରେ ପରିମାପନ ହେଇପାରିବ, ମାନେ ଯେଟା କି ଆମର କଣ ମେଜରମେଣ୍ଟ କରିପାରିବେ ସେଟା ହେଇପାରିବ, ଦ୍ରୁତ ଆଉ ଠିକ ପରିମାପନ ହେଇପାରିବ। ଯେହେତୁ ଅବଜେକ୍ଟିଭ ଟାଇପ କ୍ୱେଶ୍ଚନ, ତେଣୁ ଆମେ ଠିକ ଭାବରେ କମ ସମୟ ଭିତରେ ଏକ ଇଭାଲୁଏସନ କରିପାରିବା। ପରବର୍ତ୍ତୀ ପ୍ରଶ୍ନ ରହିଲା, ନଥିଂ ସକ୍ସିଡ୍ ଲାଇକ୍ ସକ୍ସେସ୍। ହେଲା, ଏହି ଉକ୍ତିଟି ଥର୍ନଡାଇକଙ୍କ ଶିକ୍ଷଣ ନିୟମର କୋଉ ବିଧି ଉପରେ ପର୍ଯ୍ୟବେସିତ। ହେଲା, ଥର୍ନଡାଇକ ଦେଇଥିଲେ ଆମର ଟ୍ରାଏଲ ଆଣ୍ଡ ଏରର ଯୋଉ ଥିଓରିଟା ଦେଇଥିଲେ, ସେଇଥିରେ ଅଛି କଣ ନଥିଂ ସକ୍ସିଡ୍ ଲାଇକ୍ ସକ୍ସେସ୍। ଏଟା ଆମର ଥର୍ନଡାଇକଙ୍କର କୋଉ ନିୟମ ଉପରେ ପର୍ଯ୍ୟବେସିତ ଅଛି। ଅପସନ ଗୁଡ଼ିକ କଣ ଅଛି, ଅଭ୍ୟାସ ନିୟମ, ପ୍ରସ୍ତୁତି ନିୟମ, ଫଳାଫଳ ନିୟମ ନା ହଉଛି ସମ୍ଭ୍ରାନ୍ତ ନିୟମ। ହେଲା, ତେଣୁ ୟାର ସଠିକ ଉତ୍ତର କଣ ହବ, ନଥିଂ ସକ୍ସିଡ୍ ଲାଇକ୍ ସକ୍ସେସ୍ ଆମର ଥର୍ନଡାଇକଙ୍କର କୋଉ ନିୟମ ଉପରେ ପର୍ଯ୍ୟବେସିତ ଅଛି। ଅପସନ ନମ୍ବର ସି, ଯେଟା କି ଫଳାଫଳ ନିୟମ ବା ଆମର ଇଫେକ୍ଟ। ହେଲା, ଦେଇଥିଲେ ତିନିଟା ଆମର ତାଙ୍କର କଣ ଲ ଅଛି, ଗୋଟେ ସବ୍ ଲ ଅଛି। ଲ ଭିତରେ କଣ ଯାଏ, ଲ ପ୍ରାକ୍ଟିସ ଯାଏ, ରେଡିନେସ ଯାଏ, ଇଫେକ୍ଟ ଯାଏ, ବା ଆମର ଅଭ୍ୟାସ, ପ୍ରସ୍ତୁତି, ଫଳାଫଳ। ତେଣୁ ନଥିଂ ସକ୍ସିଡ୍ ଲାଇକ୍ ସକ୍ସେସ୍ ଏଟା ଆମର ତାଙ୍କ ଫଳାଫଳ ନିୟମ ବା ଇଫେକ୍ଟ ଭିତରେ ଯିବ। ପରବର୍ତ୍ତୀ ପ୍ରଶ୍ନ ରହିଲା ସେଇଟା ସେଇ ଥର୍ନଡାଇକଙ୍କ ଉପରେ, କେଉଁଟି ଅଭ୍ୟାସ ଭିତରେ ଏକ ଉପବିଧି ନୁହେଁ, ଯେଟା କି ଆମର ସବ୍ ଲ ଯେମିତି କହୁଥିଲି। ହେଲା, ଲ ପ୍ରାକ୍ଟିସ ଭିତରେ ଯାଉନାହିଁ। ଅପସନ ଗୁଡିକ କଣ ଦେଇଛି, ପ୍ରବୃତ୍ତି ବିଧି, ଉପଯୋଗୀ ବିଧି, ଅନୁପଯୋଗୀ ବିଧି ନା ସମ୍ଭ୍ରାନ୍ତ ବିଧି। ହେଲା, ଲ ଅଫ ସେଟ, ଲ ଅଫ ୟୁଜ, ଲ ଅଫ ଡିସୟୁଜ, ଲ ଅଫ ରେକନ୍ସି। ହେଲା, ତେଣୁ ଆମର ଯୋଉ ଥର୍ନଡାଇକଙ୍କ ଯୋଉ ଲ ଗୁଡାକ ଦେଇଥିଲେ ତା ଭିତରେ ଯୋଉ ସବ୍ ଲ ଥିଲା, ସବ୍ ଲଟା ଭିତରେ କୋଉଟା ଯାଉନାହିଁ। ହେଲା, ୟାର ସଠିକ ଉତ୍ତରଟି କଣ ହବ, ଅପସନ ନମ୍ବର ଏ, ଯେଟା କଣ ଅଛି ଲ ଅଫ ସେଟ ବା ପ୍ରବୃତ୍ତି ବିଧି। ହେଲା, ଉପଯୋଗୀ ବିଧି, ଅନୁପଯୋଗୀ ବିଧି ଆଉ ଯୋଉ ସାମ୍ପ୍ରାନ୍ତୀୟ ବିଧି ବା ଆମର ଲ ଅଫ ରେକନ୍ସି, ଲ ଅଫ ୟୁଜ ଆଉ ଲ ଅଫ ଡିସୟୁଜ, ଏଗୁଡାକ ଆମର ସବ୍ ଲ ଭିତରେ ଯିବ। ହେଲା, ତେଣୁ ଯିବନି କୋଉଟା, ଅପସନ ନମ୍ବର ଏ, ଲ ଅଫ ସେଟଟା ଯିବ ନାହିଁ। ପରବର୍ତ୍ତୀ ପ୍ରଶ୍ନ ରହିଲା, କେଉଁଟି ସଂଶୋଧନୀ ଶିକ୍ଷଣ ପାଇଁ ଉପଯୁକ୍ତ ପଦ୍ଧତି। ହେଲା, ଯୋଉଟା କି ଆମର ପ୍ରପର ମେଥଡ ହବ ରିମିଡିଆଲ ଯୋଉ ଲର୍ଣ୍ଣିଂ ଥାଏ। ହେଲା, ତା ପାଇଁ ଉପଯୋଗୀ ହବ। ଅପସନ କଣ ରହିଛି, ଗୃହ କାର୍ଯ୍ୟ, ଶିକ୍ଷକଙ୍କ ଦଳଗତ ଆଲୋଚନା, ସହଯୋଗୀ ଭିତ୍ତିକ ଶିକ୍ଷଣ, ଅଭ୍ୟାସୀକରଣ। ହେଲା, ରିମିଡିଆଲ ଟିଚିଂ କାହାକୁ ଲର୍ଣ୍ଣିଂ ଦିଆଯାଏ, କାହାକୁ ନା ଯେମାନେ ସ୍ଲୋ ଲର୍ଣ୍ଣର ହେଇଥାନ୍ତି ସେମାନଙ୍କୁ ରିମିଡିଆଲ ଟିଚିଂ ଦିଆଯାଏ। ଆଉ ଏନରିଚମେଣ୍ଟ ହଉଛି କାହାକୁ ନା ଯେମାନେ ଭଲ ପଢିଥାନ୍ତି ବା ଟ୍ୟାଲେଣ୍ଟେଡ ଷ୍ଟୁଡେଣ୍ଟ ମାନଙ୍କୁ କଣ ଦିଆଯାଏ, ଯୋଉମାନେ ହାଇ ଅଚିଭର ଷ୍ଟୁଡେଣ୍ଟ ସେମାନଙ୍କୁ ଆମର ଏନରିଚମେଣ୍ଟ ପ୍ରୋଗ୍ରାମ ଦିଆଯାଏ। ରିମିଡିଆଲ ହଉଛି କଣ, ଯୋଉମାନେ ସ୍ଲୋ ଲର୍ଣ୍ଣର ଥାନ୍ତି। ମାନେ ଏଠି ପଚାରିଲା ଆମର ଯୋଉ ରିମିଡିଆଲ ଟିଚିଂ ଟା କୋଉଟା ଗୋଟେ ପ୍ରପର ମେଥଡ। ହେଲା, ସେଟା ଦବା ପାଇଁକା, ତେଣୁ ୟାର ସଠିକ ଉତ୍ତରଟି କଣ ହବ, ଅପସନ ନମ୍ବର ସି, ଯେଟା କି ଅଛି ସହଯୋଗୀ ଭିତ୍ତିକ ଶିକ୍ଷଣ। ହେଲା, ଯେଟା କି କୋଅପରେଟିଭ ଲର୍ଣ୍ଣିଂ। ହେଲା, ଏ ଦ୍ୱାରା କଣ ହବ, ଭଲ ଭାବରେ ଆମେ ରିମିଡିଆଲ ଟିଚିଂ ଟା ବା ଲର୍ଣ୍ଣିଂ ଟା କରିପାରିବା। ହେଲା, ଏ ଅପସନ ଭିତରୁ ସେଟା ପ୍ରପର ହବ। ତେଣୁ ପରବର୍ତ୍ତୀ ପ୍ରଶ୍ନ ରହିଛି, ଡରମ୍ୟାନଙ୍କ ମତରେ ମେଧାବୀ ଛାତ୍ରଙ୍କ ବୁଦ୍ଧିଆଙ୍କ କେତେ। ହେଲା, ଡରମ୍ୟାନ ଦେଇଥିଲେ କଣ, ଯୋଉ ଆଇକ୍ୟୁ ର ଫର୍ମୁଲା ଅନୁସାରେ ଯୋଉ ଆମର ବାହାରୁଥିଲା ଆଇକ୍ୟୁ, ସେ ଆଇକ୍ୟୁ କୁ ସେ ଡିଭାଇଡ କରିଥିଲେ ଯେ ଆମର ଇଣ୍ଟେଲିଜେଣ୍ଟ ପାଇଁ କେତେ ରହିବା ଦରକାର, ହେଲା, ସ୍ଲୋ ଲର୍ଣ୍ଣର ପାଇଁ କେତେ ରହିବା ଦରକାର, ନର୍ମାଲ ରହିବା ପାଇଁ କେତେ ରହିବା ଦରକାର। ତେଣୁ ତାଙ୍କ ଅନୁସାରେ ଯୋଉ ଆମର ବୁଦ୍ଧିଆଙ୍କ, ଯେ ଆମର ଗିଫ୍ଟେଡ ଚିଲଡ୍ରେନ ମାନେ ରହିଲେ, ସେମାନଙ୍କର ବୁଦ୍ଧିଆଙ୍କ କେତେ ବା ଆଇକ୍ୟୁ କେତେ ରହିବା ଦରକାର। ଅପସନ କଣ ରହିଲା, 100, 100 ରୁ 120। ଅପସନ ନମ୍ବର ସି ଅଛି 120 ରୁ 140। ଅପସନ ନମ୍ବର ଡି ଅଛି 140 ରୁ ଅଧିକ। ତେଣୁ ୟାର ସଠିକ ଉତ୍ତରଟି କଣ ହବ, ଅପସନ ନମ୍ବର ଡି, ଯେଟା କି 140 ରୁ ଅଧିକ। ହେଲା, ଯୋଉ ଗିଫ୍ଟେଡ ଷ୍ଟୁଡେଣ୍ଟ ସେମାନଙ୍କର ଆମର ବୁଦ୍ଧିଆଙ୍କ ବା ଆଇକ୍ୟୁ କେତେ ରହିବ, 140 ରୁ ଅଧିକ। ପରବର୍ତ୍ତୀ ପ୍ରଶ୍ନ ରହିଲା, ମନ୍ଥର ଗାମୀ ଶିକ୍ଷାର୍ଥୀଙ୍କୁ ଚିହ୍ନିବା ପାଇଁ କୋଉ ପଦ୍ଧତି ଉପଯୋଗୀ ନୁହେଁ। ଯୋଉମାନେ କଣ ଥାନ୍ତି, ସ୍ଲୋ ଲର୍ଣ୍ଣର ଥାନ୍ତି, ସେମାନଙ୍କୁ ଚିହ୍ନିବା ପାଇଁ କୋଉଟା ଗୋଟେ ଉପଯୁକ୍ତ ନିୟମ ନୁହେଁ। ନୋଟ ଦେଇଛି, ତେଣୁ ଦେଖିବା କଣ ସବୁ ଅପସନ ଦେଇଛି, ବୁଦ୍ଧି ପରୀକ୍ଷଣ, ପିତାମାତାଙ୍କ ସହ ସାକ୍ଷାତକାର, ଶିକ୍ଷକଙ୍କର ପର୍ଯ୍ୟବେକ୍ଷଣ, ଅପସନ ଡି ଅଛି କୃତି ପରୀକ୍ଷଣ। ଆମେ ସ୍ଲୋ ଲର୍ଣ୍ଣରକୁ ଜାଣିବା କେମିତି, କୋଉ ମେଥଡ ଦ୍ୱାରା ଆମେ ଆଇଡେଣ୍ଟିଫାଇ କରିପାରିବା। ସଠିକ ଉତ୍ତର ହବ ଅପସନ ନମ୍ବର ପି, ଯେଟା କି ପିତାମାତାଙ୍କ ସାକ୍ଷାତକାର ହବ। ତେଣୁ ଏଇଟା ହବ ନାହିଁ, ଆମେ ଜାଣିବ କେମିତି, ନୁହେଁ ପଚାରିଥିଲେ ନା, ତେଣୁ ପିତାମାତାଙ୍କ ସହ ସାକ୍ଷାତକାର କଲେ ଆମେ ଜାଣିପାରିବାନି ଯେ ସ୍ଲୋ ଲର୍ଣ୍ଣର କିଏ ଆଉ ଆମର ଟ୍ୟାଲେଣ୍ଟେଡ କିଏ। ଜାଣିବା କେମିତି, ବୁଦ୍ଧି ପରୀକ୍ଷଣ କରିପାରିବା, ଶିକ୍ଷକଙ୍କର ପର୍ଯ୍ୟବେକ୍ଷଣ ଯେମିତି ଅବଜରଭେସନ କରିପାରିବେ ଟିଚର, ସେଥିରେ ଜାଣିପାରିବେ। ଆଉ ହଉଛି କଣ, ଆଚିଭମେଣ୍ଟ ଟେଷ୍ଟ କରିକି ବା କୃତି ପରୀକ୍ଷଣ କରି ଜାଣିପାରିବେ। ପିତାମାତାଙ୍କ ସହ ସାକ୍ଷାତକାର କରି ଜାଣିପାରିବେ ନାହିଁ ଯେ ସିଏ ସ୍ଲୋ ଲର୍ଣ୍ଣର କି ସାଧାରଣ।
ତେଣୁ ପରବର୍ତ୍ତୀ ପ୍ରଶ୍ନ ରହିଲା କେଉଁଠି ଅନ୍ତ ଅଭିପ୍ରେରଣର ଉଦାହରଣ ଯେଟା କି କଣ କୁହାଯାଏ ଇଣ୍ଟ୍ରିନସିକ୍ ମୋଟିଭେସନ ହେଲା ଦିଟା ପ୍ରକାର ମୋଟିଭେସନ ଅଛି ଗୋଟେ ଇଣ୍ଟ୍ରିନସିକ୍ ଆଉ ଗୋଟେ ଏକ୍ସଟ୍ରିନସିକ୍ ୟା ଭିତରୁ କୋଉଟାରେ ଅନ୍ତର ଅଭିପ୍ରେରଣ ହବ ଅପସନ କଣ ରହିଛି ଅଭିଳାଷ ପ୍ରଶଂସା ପ୍ରୋତ୍ସାହନ ପୁରସ୍କାର ହେଲା କୋଉଟା ହବ ଇଣ୍ଟ୍ରିନସିକ୍ ଆମର ଅଭିପ୍ରେରଣା বা ଆମର ମୋଟିଭେସନ ହବ ସଠିକ ଉତ୍ତର ହବ ଅପସନ ନମ୍ବର ଏ যেটা କଣ ଅଛି ଅଭିଳାଷ ଅଭିଳାଷଟା ଇଣ୍ଟ୍ରିନସିକ୍ ମାନେ ହଉଛି କଣ ପିଲା ନିଜ ଭିତରୁ ଆସୁଥିବ ଯେ ପଢିବା ପାଇଁ ଇଚ୍ଛା କରୁଥିବ ଶିଖିବା ପାଇଁ ଇଚ୍ଛା କରୁଥିବ ସେଟା ହଉଛି ଇଣ୍ଟ୍ରିନସିକ୍ ଆଉ ଏକ୍ସଟ୍ରିନସିକ୍ ହଉଛି କଣ ପିଲାକୁ ଶିକ୍ଷକ ହୁଅନ୍ତୁ ପିତାମାତା ହୁଅନ୍ତୁ ବାହ୍ୟ ଆକାରରେ ତାଙ୍କୁ କିଛି ମୋଟିଭେସନ ମିଳୁଥିବ ଯେମିତି କି ପୁରସ୍କାର ହେଇପାରେ ହେଲା କି ଭାରବାଲି ଯଦି ଆମର ଶିକ୍ଷକ ଭେରି ଗୁଡ କହୁଥିବେ ବା ଆମର କିଛି ପୁରସ୍କାର ତାକୁ ଦଉଥିବେ ତେଣୁ ସେଇଟା କଣ କୁହାଯିବ ପିତାମାତା ତାକୁ କଣ ସାଇକେଲ ଆଣି ଦେବେ କହୁଥିବେ ଚକୋଲେଟ ଦେବେ କହୁଥିବେ ସେଇଟା ହେଇଯିବ କଣ ବାହ୍ୟ ହେଲା ଏକ୍ସଟେନ୍ସିଭ ହେଇଯିବ ତେଣୁ ଇଣ୍ଟ୍ରିନସିକ୍ ହେଲା କଣ ନା ଆମର ଅଭିଳାଷ ପ୍ରଶଂସା ଆଭ୍ୟନ୍ତରୀଣ ହବ ପ୍ରୋତ୍ସାହନ ବି ଆମର ବାହାରୁ ଦିଆଯାଏ ପୁରସ୍କାର ବି ବାହାରୁ ଦିଆଯାଏ ପରବର୍ତ୍ତୀ ପ୍ରଶ୍ନ ରହିଲା ଜଣେ ଛାତ୍ର ସପ୍ତମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଉପଯୁକ୍ତ କି ନୁହେଁ ଜାଣିବା ପାଇଁ କି ପ୍ରକାର ମୂଲ୍ୟାୟନ କରାଯାଏ ଗୋଟେ ପିଲା ଯଦି ସପ୍ତମ ଶ୍ରେଣୀରେ ନାମ ଲେଖାଇବା ଆସିଛି ଜାଣିବା ଆମେ ଜାଣିବା କେମିତି ଯେ ସପ୍ତମ ଶ୍ରେଣୀରେ ପଢିବା ପାଇଁ ଉପଯୋଗୀ ନା ନୁହେଁ ତା ପାଇଁ ଆମେ ଯୋଉ ଇଭାଲୁଏସନଟା କରିଥାଉ ବା ଆମର ମୂଲ୍ୟାୟନ କରିଥାଉ ସେଟା କଣ ବୋଲି କହିବା ଏଟା ଆସେସମେଣ୍ଟ ରୁ କ୍ୱେଶ୍ଚନଟା ଆସିଛି ହେଲା ଅପସନ ରେ କଣ ଦେଇଛି ବ୍ୟବସ୍ଥାନ ମୂଲ୍ୟାୟନ ଗଠନମୂଳକ ମୂଲ୍ୟାୟନ ନିଦାନାତ୍ମକ ମୂଲ୍ୟାୟନ ନା ସମାପ୍ତି ସୂଚକ ମୂଲ୍ୟାୟନ ହେଲା ଯେଟା କି ପ୍ଲେସମେଣ୍ଟ ହବ ନା ଫର୍ମେଟିଭ ଇଭାଲୁଏସନ ହବ ନା ଡାୟଗ୍ନୋଷ୍ଟିକ ଇଭାଲୁଏସନ ନା ସमेଟିଭ ଇଭାଲୁଏସନ ହେଲା ୟାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଏ ଯେଟା କି ବ୍ୟବସ୍ଥାନ ହେଲା ବା ପ୍ଲେସମେଣ୍ଟ ହେଲା ମନେ ରଖିଥିବା ବ୍ୟବସ୍ଥାନ ହଉଛି କଣ ଶ୍ରେଣୀ ଆରମ୍ଭ ବା ଆମର ବର୍ଷ ଆରମ୍ଭରୁ ପିଲାଙ୍କର ଯୋଉ ପୂର୍ବ ଜ୍ଞାନ କେତେ ଅଛି ଜାଣିବା ପାଇଁ ଆମେ କଣ କରିଥାଉ କ୍ଲାସ ଆରମ୍ଭ ହଉ ସ୍କୁଲ ଆରମ୍ଭ ହଉ ଜ୍ଞାନ କେତେ ଜାଣିବା ପାଇଁ ଆମେ କଣ କରିଥାଉ ବ୍ୟବସ୍ଥାନ ବା ପ୍ଲେସମେଣ୍ଟ ଇଭାଲୁଏସନ ଆମେ କରିଥାଉ ତାପରେ ଆସିବ କଣ ସमेଟିଭ ସमेଟିଭ ହଉଛି କଣ ବର୍ଷ ଶେଷରେ ବା ଆମର କ୍ଲାସ ଶେଷରେ ଯୋଉଟା ଆମେ କରିଥାଉ ସେଟା କଣ କୁହାଯାଏ ସମାପ୍ତି ସୂଚକ ହେଲା ତାପରେ ଆମର ଡାୟଗ୍ନୋଷ୍ଟିକ ବା ନୈଦାନାତ୍ମକ ହଉଛି କଣ ନା ପିଲାର କୋଉଠି ଅସୁବିଧା ହଉଛି ଆମେ ଜାଣିବା ପାଇଁ ଯୋଉ ପରୀକ୍ଷଣ କରିଥାଉ ଯୋଉଟା ଡାୟଗ୍ନୋଷ୍ଟିକ ମାନେ ସିଏ ଧର ଯୋଉ ଗୋଟେ ଶବ୍ଦ କହିପାରୁନି ବା ତାର ଗ୍ରାମାର ପ୍ରୋବ୍ଲେମ ହଉଛି ଯୋଉଟା ଜାଣିବା ପାଇଁ ଆମେ ଯୋଉ ପ୍ରକାର ଇଭାଲୁଏସନ କରିଥାଉ ବା ମୂଲ୍ୟାୟନ କରି ସେଟାକୁ ନୈଦାନାତ୍ମକ କହେ ଗଠନମୂଳକ ହଉଛି କଣ ଶିକ୍ଷା ମଝିରେ ମାନେ କ୍ଲାସରେ ପଢେଇବା ସମୟରେ ଫର୍ମେଟିଭ ସେଟାକୁ କୁହାଯାଏ ବା ଗଠନମୂଳକ ମୂଲ୍ୟାୟନ ଯେଟା କି ପଢେଇଲା ବେଳେ ଯୋଉ ପଢେଇବା ସମୟରେ ଆମେ କିଛି ଛୋଟ ଛୋଟ ପ୍ରଶ୍ନ ପଚାରିଥାଉ ସେଟା କଣ କୁହାଯାଏ ଗଠନମୂଳକ ମୂଲ୍ୟାୟନ ପରବର୍ତ୍ତୀ ପ୍ରଶ୍ନ ରହିଛି ଆଦିବାସୀ ପିଲାମାନଙ୍କର ଭାଷାଗତ ସମସ୍ୟା ଦୂର କରିବା ପାଇଁ ଶିକ୍ଷାଦାନ ସମୟରେ ଶିକ୍ଷକ କେଉଁ ଭାଷାର ବ୍ୟବହାର କରିବା ଉଚିତ ହେଲା ଯୋଉ ଆଦିବାସୀ ପିଲା ବା ଆମର ଯୋଉ ଆମର କଣ କହିଥାଏ ସେଡ୍ୟୁଲ ଟ୍ରାଇବ ଷ୍ଟୁଡେଣ୍ଟ ମାନଙ୍କ ପାଇଁ ଯୋଉ ସ୍କୁଲରେ ସେମାନେ ପଢିଥାନ୍ତି ଶିକ୍ଷକ କୋଉ ପ୍ରକାର ଲାଙ୍ଗୁଏଜ ସେଠି ବ୍ୟବହାର କରିବା ଦରକାର ପଢିବା ସମୟରେ ଅପସନ କଣ ରହିଛି ପିଲାମାନଙ୍କର କଥିତ ଭାଷା ବ୍ୟବହାର କରିବା ଦରକାର ନା ମାନକ ଭାଷା ନା ପୁସ୍ତକ ଭାଷା ନା ଉଭୟ ପୁସ୍ତକ ଆଉ କଥିତ ଭାଷା ହେଲା ଯାହାକି ତାଙ୍କର ତାଙ୍କ ଜାଗାରେ ଯୋଉ ପିପୁଲ ସ୍ପୋକେନ ଲାଙ୍ଗୁଏଜ ବ୍ୟବହାର କରିବେ ନା ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ ବ୍ୟବହାର କରିବେ ନା ବୁକ୍ ଲାଙ୍ଗୁଏଜ ନା ବୋଥ ବୁକ୍ ଆଉ ସ୍ପୋକେନ ଲାଙ୍ଗୁଏଜକୁ ସେ ବ୍ୟବହାର କରିବେ ହେଲା ୟାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଡି ଯେଟା କି ଉଭୟ ପୁସ୍ତକ ବି କରିବେ ଆଉ କଥିତ ଭାଷା ବି କରିବେ ଦେଖନ୍ତୁ ଏଠି ଉଭୟ କଣ ପାଇଁ ହେଲା ନା ଯେହେତୁ ପୁସ୍ତକ ସେମାନେ ଯଦି ସବୁବେଳେ ଯଦି ଶିକ୍ଷକ କଣ କରିବେ ତାଙ୍କ କଥିତ ଭାଷାକୁ ବ୍ୟବହାର କରିବେ ତାହେଲେ ସେ ନୂଆ ଭାଷା ଯେମିତିକି ଆମର ଯେମାନଙ୍କର ରିଜନାଲ ଲାଙ୍ଗୁଏଜ ଥାଏ ତାପରେ ବି ସେମାନେ ଓଡିଆ ଶିକ୍ଷା ଦରକାର ହେଲା ତାପରେ ଇଂଲିଶ ଶିକ୍ଷା ଦରକାର ତେଣୁ ସେମାନଙ୍କୁ ଆସ୍ତେ ଆସ୍ତେ କଣ ପାଠ୍ୟ ପୁସ୍ତକ ଭାଷା କହିବା ଦ୍ୱାରା ସେମାନେ ଆସ୍ତେ ଆସ୍ତେ ତାଙ୍କ ଭାଷା ସହିତ ଅଲଗା ଲାଙ୍ଗୁଏଜ ବି ଯେମିତିକି ଆମର ଓଡିଆ ହଉ ଇଂଲିଶ ହଉ ହିନ୍ଦୀ ହଉ ସେମାନେ ଆସ୍ତେ ଆସ୍ତେ ଶିଖିପାରିବେ ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁ ଶିକ୍ଷଣ ପଦ୍ଧତି କାର୍ଯ୍ୟ ଭିତ୍ତିକ ନୁହେଁ ଯେଟା କି ଆମର କଣ କୁହାଯାଏ ଆକ୍ଟିଭିଟି ବେସ୍ଡ ଆମର ଲର୍ଣ୍ଣିଂ ମେଥଡ ଟା ନୁହେଁ କୋଉ ଗୁଡାକ ଅପସନ କଣ ଦେଇଛି ମୌଳିକ ଶିକ୍ଷା ପଦ୍ଧତି ବିଜ୍ଞାନଗାର ପଦ୍ଧତି ଆଉ ଯୋଉ କ୍ରୀଡା ପଦ୍ଧତି ନା ପ୍ରଶ୍ନ ଉତ୍ତର ପଦ୍ଧତି ହେଲା ବେସିକ ଏଜୁକେସନ ମେଥଡ ନା ଯୋଉ ଲାବୋରେଟୋରୀ ମେଥଡ ନା ପ୍ଲେ ୱେ ମେଥଡ ନା କ୍ୱେଶ୍ଚନ ଆନ୍ସର ମେଥଡ ଯେଟା କି ଆମର ଆକ୍ଟିଭିଟି ବେସ୍ଡ ଏଟା ନୁହେଁ କୋଉଟା ବାଛିବା ପାଇଁ କହିଛି ଏହାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଡି ଯେଟା କି ପ୍ରଶ୍ନ ଉତ୍ତର ପଦ୍ଧତି ପ୍ରଶ୍ନ ଉତ୍ତର ପଦ୍ଧତିରେ ସେଟା କୌଣସି ପ୍ରକାର ଆକ୍ଟିଭିଟି କରାଯାଉ ନାହିଁ ମୌଳିକ ଯେଟା କି ଆମର ବେସିକ ଏଜୁକେସନରେ କରାଯାଉଛି ବିଜ୍ଞାନଗାର ପଦ୍ଧତିରେ ବି କରାଯାଉଛି ପିଲାମାନେ ନିଜେ ଏକ୍ସପେରିମେଣ୍ଟ କରୁଛନ୍ତି କ୍ରୀଡା ପଦ୍ଧତିରେ ବି ନିଜେ ପିଲାମାନେ ଖେଳିକରି କଣ ନିଜର ଜ୍ଞାନ ନିର୍ମାଣ କରୁଛନ୍ତି ତେଣୁ ପ୍ରଶ୍ନ ଉତ୍ତର ପଦ୍ଧତିଟା କୌଣସି ପ୍ରକାର ଆକ୍ଟିଭିଟି ବେସ୍ଡ ହବନି ଲେକ୍ଚର ମେଥଡରେ ଯଦି ଯାଇପାରେ ପରବର୍ତ୍ତୀ ପ୍ରଶ୍ନ ରହିଲା କେଉଁଠି ପେଶୀୟ ସଞ୍ଚାଳନ ଶିକ୍ଷଣ ସହିତ ସମ୍ପୃକ୍ତ ନୁହେଁ ଯେଟା କି ଆମେ କଣ କହିଥାଉ ମୋଟର ଲର୍ଣ୍ଣିଂ ଭିତରେ ଯାଉନାହିଁ ନୋଟ ଦେଇଛି ତେଣୁ ଆମର କୋଉଟାରେ ପେଶୀୟ ସଞ୍ଚାଳନ ଭିତରେ ଯାଉନି ଅପସନ କଣ ଦେଇଛି ଚିତ୍ରାଙ୍କନ ଅନୁକରଣ ସାଇକେଲ ଚାଳନା ଆଉ ଟାଇପିଂ କରିବା ହେଲା ଯେଟା କି ଆମର ମୋଟର ଲର୍ଣ୍ଣିଂ ଭିତରେ ଯାଉନାହିଁ ସଠିକ ଉତ୍ତର କଣ ହବ ଅପସନ ନମ୍ବର ବି ଯେଟା କି ଅନୁକରଣ କରିବା ବା ଆମର ଇମିଟେସନ ଯେଟା କୁହାଯାଏ ଅନ୍ୟକୁ ନକଲ କରିବା ଯେଟା କୁହାଯାଏ ସେଟା ଅନୁକରଣ ହେଲା କିନ୍ତୁ ସେଥିରେ କୌଣସି ମୋଟର ଆମର ମାଂସପେଶୀୟ କିଛି ସଞ୍ଚାଳନ ବା ଶିକ୍ଷଣ ହଉନାହିଁ ଚିତ୍ରାଙ୍କନରେ ଆମର ହାତର ବ୍ୟବହାର କରୁଛୁ ସାଇକେଲ ଚଲେଇଲା ବେଳେ ସେମିତି ହାତ ପାଦ ଏମିତି ବ୍ୟବହାର କରୁଛୁ ଟାଇପ କଲା ବେଳେ ବି ସେମିତି ବ୍ୟବହାର କରୁଛୁ କିନ୍ତୁ ଅନୁକରଣ ବେଳେ କୌଣସି ପ୍ରକାର ଆମେ ଅନୁକରଣ ସମୟରେ କୌଣସି ମାଂସପେଶୀୟ ଶିକ୍ଷଣ ହଉନାହିଁ ପରବର୍ତ୍ତୀ ପ୍ରଶ୍ନ ରହିଲା ପ୍ରାଥମିକ ବିଦ୍ୟାଳୟରେ ଦ୍ୱୈତ ଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥା କାହିଁକି ଥାଏ ହେଲା ବଢିଆ କ୍ୱେଶ୍ଚନ ଅଛି ଆମେ ଏ ଯୋଉ ଏଲିମେଣ୍ଟାରୀ ସ୍କୁଲରେ କାହିଁକି ଡୁଆଲ କ୍ଲାସ ଟିଚିଂ ଟା ସିଷ୍ଟମଟା ରଖାଯାଇଛି ଅପସନ କଣ ଦେଲା ଶ୍ରେଣୀ ଗୃହର ଅଭାବ ପାଇଁ ଶିକ୍ଷକଙ୍କ ଅଧିକ କ୍ରିୟାଶୀଳ କରିବା ପାଇଁ ନା ଶ୍ରେଣୀ ଅନୁପାତରେ କମ ସଂଖ୍ୟକ ଶିକ୍ଷକ ଥିବାରୁ ନା ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ହେଲା
ତେଣୁ ୟାର ସଠିକ ଉତ୍ତର କଣ ହବ ଯେ ଆମ ଏଲିମେଣ୍ଟାରୀ ଲେଭେଲରେ ଡୁଆଲ କ୍ଲାସ ଯୋଉ ଟିଚିଂ ସିଷ୍ଟମଟା କାହିଁକି ରଖାଯାଇଛି ସଠିକ ଉତ୍ତର ହବ ଅପସନ ନମ୍ବର ସି ଶ୍ରେଣୀ ଅନୁପାତରେ କମ ସଂଖ୍ୟକ ଶିକ୍ଷକ ଥିବାରୁ ହେଲା ଯେତିକି ଲେସ୍ ନମ୍ବର ଅଫ ଟିଚର୍ସ ଇନ ପ୍ରପୋର୍ସନ ଅଫ ଦ ନମ୍ବର ଅଫ କ୍ଲାसेस ହେଲା ଶ୍ରେଣୀ ଅନୁସାରେ ଆମର ଶିକ୍ଷକଙ୍କ ସଂଖ୍ୟା କମ ଥିବାରୁ ଆମେ କଣ କରିଥାଉ ସେଠି ଡୁଆଲ କ୍ଲାସ ବା ମଲ୍ଟି ଗ୍ରେଡ ଯେଟା କି ଟିଚିଂ ବୋଲି ଆମେ ସିଷ୍ଟମଟା ରଖିଥାଉ। ପରବର୍ତ୍ତୀ ପ୍ରଶ୍ନ ରହିଲା ଏକ ଉଦ୍ଦୀପକର ସ୍ୱାଭାବିକ ପ୍ରତିକ୍ରିୟା ଏକ ବିକଳ୍ପ ଉଦ୍ଦୀପକ ସହ ଅନୁବନ୍ଧ କରାଯାଇ ପାରିବ ଏହି ଏହା କେଉଁ ଶିକ୍ଷଣ ତତ୍ତ୍ୱ ସହିତ ସମ୍ପର୍କିତ ହେଲା ନ୍ୟାଚୁରାଲ ରେସ୍ପନ୍ସ ଟୁ ଷ୍ଟିମୁଲସ୍ କ୍ୟାନ୍ be associated with another stimulus which learning theory related stimulus ଆଉ response ଉପରେ ଏଇ କ୍वेଶ୍ଚନଟା ଦେଇଛି ହେଲା ତେଣୁ ଏଟା ଯୋଉ ଅଛି ସେଟା କୋଉ ଲର୍ନିଂ থিওরি ଉପରେ ରହିଛି ଅପସନ କଣ ଦେଇଛି ସାଂକ୍ଷେପ ପ୍ରତିବର୍ତ୍ତୀ ଆଉ ହଉଛି ପ୍ରଯତ୍ନ ପ୍ରମାଦ ଅପସନ ନମ୍ବର ସି ଅନ୍ତର୍ଦୃଷ୍ଟି ଅପସନ ନମ୍ବର ଡି ଯାନ୍ତ୍ରିକ ଅନୁବନ୍ଧ ହେଲା ଆମର କଣ୍ଡିସନିଂ ନା ହଉଛି ଟ୍ରାଏଲ ଆଣ୍ଡ ଏରର ନା ଇନସାଇଟଫୁଲ ଲର୍ନିଂ ନା ଇନଷ୍ଟ୍ରକ୍ସନାଲ ଇନଷ୍ଟ୍ରୁମେଣ୍ଟାଲ କଣ୍ଡିସନିଂ ହେଲା ଏ ଯୋଉ ଆମର ନ୍ୟାଚୁରାଲ ରେସ୍ପନ୍ସ ଆଉ ଷ୍ଟିମୁଲସ୍ ଭିତରେ ସମ୍ପର୍କଟା କୋଉ ଆମର ଲର୍ନିଂ থিওরি ସହିତ ରିଲେଟେଡ୍ ଅଛି ସଠିକ ଉତ୍ତର ହେବ ଅପସନ ନମ୍ବର ଏ ଯୋଉଟା କି ସାଂକ୍ଷେପ ପ୍ରତିବର୍ତ୍ତୀ ବା କଣ୍ଡିସନିଂ ହେଲା କଣ୍ଡିସନିଂ ଭିତରେ ପାବ୍ଲୋ ଏଟା ଯାଇଥିଲେ ନ୍ୟାଚୁରାଲ ରେସ୍ପନ୍ସ ଆଉ ଯୋଉ ଷ୍ଟିମୁଲସ୍ ଉପରେ ତେଣୁ ସେଇଟା ଅଛି କଣ୍ଡିସନିଂ ଭିତରେ ଏଇ ତତ୍ତ୍ୱଟା ଆମର ଏଇ থিওরিটা ଉପରେ ରହିଛି ନ୍ୟାଚୁରାଲ ରେସ୍ପନ୍ସ ଆଉ ଯୋଉ ଷ୍ଟିମୁଲସ୍ ହେଲା ପରବର୍ତ୍ତୀ ପ୍ରଶ୍ନ ରହିଛି ନିମ୍ନଲିଖିତ ଗୁଡିକ ମଧ୍ୟରୁ କେଉଁଟି ଭୁଲ ଅପସନ ଗୋଟେ କଣ ଦେଇଛି ବିକାଶ ଏକ ଜୀବନ ବ୍ୟାପୀ ପ୍ରକ୍ରିୟା ଆଉ ବିକାଶ ସର୍ବଦା ସମାନ ଭାବେ ଘଟିଥାଏ ଅପସନ ନମ୍ବର ସି ଅଛି ବିକାଶ କେନ୍ଦ୍ର ବ୍ୟକ୍ତି କେନ୍ଦ୍ରିକ ଅଟେ ଅପସନ ନମ୍ବର ଡି ଅଛି ପରିପକ୍ୱନରେ ବିକାଶର ଅନ୍ତ ଘଟେ ନାହିଁ ହେଲା ଏଟା ଡେଭଲପମେଣ୍ଟର ଯୋଉ ପ୍ରିନ୍ସିପଲ ଗୁଡାକ ଥିଲା ସେ ଅନୁସାରେ ଦେଇଛି କଣ ପଚାରିଛି କୋଉଟା ଭୁଲ ହବ ହେଲା ଏହାର ସଠିକ ଉତ୍ତର ହବ କଣ ଅପସନ ନମ୍ବର ବି যেটা কি ବିକାଶ ସର୍ବଦା ସମାନ ଭାବେ ଘଟିଥାଏ ହେଲା ଡେଭଲପମେଣ୍ଟ ଅଲୱେଜ ଟେକ୍ସ ପ୍ଲେସ୍ ୟୁନିଫର୍ମଲି ଏଟା କେବେ ନୁହେଁ ଯେ ଡେଭଲପମେଣ୍ଟ ସବୁବେଳେ ସମାନ ରହିବ ଆପଣ ଯେତେବେଳେ ଛୋଟ ପିଲାଟି ଜନ୍ମ ହୁଏ ଇନଫାନ୍ସି ସମୟରେ ବା ଆମର ଛୋଟ ସମୟରେ ସେ କଣ ହୁଏ ତାର ଫିଜିକାଲ ଗ୍ରୋଥଟା ରେପିଡ ହୁଏ କିନ୍ତୁ ଯେତେବେଳେ ସେ ଆଡୋଲସେନ୍ସରେ ପହଞ୍ଚିଯାଏ ସେତେବେଳେ କଣ ଯେ ଫିଜିକାଲ ଗ୍ରୋଥଟା ଥମିଯାଏ ବା କମିଯାଏ ତେଣୁ ସେଥିପାଇଁ ୟୁନିଫର୍ମ କହିପାରିବେନି ସେ ଜୀବନ ବ୍ୟାପୀ ପ୍ରକ୍ରିୟା ହବ ଆଉ ବ୍ୟକ୍ତି କେନ୍ଦ୍ରିକ ଯେଟା କି ଇଣ୍ଡିଭିଜୁଆଲ ଡିଫରେନ୍ସ ସେଟା ବି ହବ ଆଉ ପରିପକ୍ୱନ ଯେଟା କି ଆମର କଣ ମ୍ୟାଚୁରେସନ କେବେ ବି ଆମର କଣ ହବନି ବନ୍ଦ ହବନି ଡେଭଲପମେଣ୍ଟ ଡଜ ନଟ୍ ଷ୍ଟପ୍ ଏଟ ଦ ମ୍ୟାଚୁରେସନ ହେଲା ଡେଭଲପମେଣ୍ଟ ଆମେ କହିବାନି ଯେ ମ୍ୟାଚୁରେସନ ଆସିଗଲା ପରେ ପିଲାର ତାର ଡେଭଲପମେଣ୍ଟ ହବନି ନା ତା ଫିଜିକାଲି ହେଇପାରେ ମେଣ୍ଟାଲି ହେଇପାରେ ତେଣୁ ତେଣୁ ଏଠି ଭୁଲ ହେଲା କଣଟା ନା ବ୍ୟକ୍ତି ବିକାଶ ସର୍ବଦା ସମାନ ଭାବେ ଘଟିଥାଏ ଏଇଟା ଭୁଲ ଅଛି ତାର ଆମର କଣ ପ୍ରକ୍ରିୟା ଭିତରେ ଯାଉନାହିଁ ପରବର୍ତ୍ତୀ ପ୍ରଶ୍ନ ହେଲା ଶିଶୁର ମାନସିକ ସ୍ୱାସ୍ଥ୍ୟ କାହା ଦ୍ୱାରା ପ୍ରଭାବିତ ହେଇଥାଏ ହେଲା ମେଣ୍ଟାଲ ହେଲ୍ଥ ଅଫ ଏ ଚାଇଲ୍ଡ ଇଜ ଇନଫ୍ଲୁଏନ୍ସ ବାଇ ହ୍ୱିଚ୍ ୱାନ୍ ହେଲା ମେଣ୍ଟାଲ ହେଲ୍ଥ କାହା ଉପରେ ପ୍ରଭାବିତ କରିଥାଏ ଅପସନ ଗୋଟେ କଣ ଦେଇଛି ପିତାମାତାଙ୍କ ଅଭିଳାଷ ଉପରେ ଶିକ୍ଷକଙ୍କ ବ୍ୟବହାର ଉପରେ ସହପାଠୀଙ୍କ ବ୍ୟବହାର ଉପରେ ନା ଏ ସମସ୍ତ ହେଲା ଯୋଉ ପିଲାର ମାନସିକ ସ୍ୱାସ୍ଥ୍ୟ ରହିଥାଏ ତାପରେ ପ୍ରଭାବ କିଏ ପକାଇଥାଏ ସଠିକ ଉତ୍ତର ହେବ ଅପସନ ଗୋଟେ ଏ ସମସ୍ତ ମାନେ ପିତାମାତାଙ୍କ ଅଭିଳାଷ ବା ଆମର ପ୍ୟାରେଣ୍ଟସ ଏସ୍ପିରେସନ ଉପରେ ବି ଇଫେକ୍ଟ ପକାଇ ଯୋଉ ମାନସିକ ସ୍ୱାସ୍ଥ୍ୟ ଉପରେ ଶିକ୍ଷକଙ୍କ ବ୍ୟବହାର ବି ଇଫେକ୍ଟ ପକାଇ ଆଉ ପିୟର ବିହେଭିୟର ମାନେ ସହପାଠୀଙ୍କ ବ୍ୟବହାର ବି ଇଫେକ୍ଟ ପକାଇ ପିଲାର ସ୍ୱାସ୍ଥ୍ୟ ମାନସିକ ସ୍ୱାସ୍ଥ୍ୟ ଉପରେ ପରବର୍ତ୍ତୀ ପ୍ରଶ୍ନ ହେଉଛି ପୂର୍ଣ୍ଣ ଓ ଆଂଶିକ ଧାରଣାବାଦୀ ଶିକ୍ଷଣ କେଉଁ ଶିକ୍ଷଣ ମତବାଦ ଉପରେ ପର୍ଯ୍ୟବେସିତ যেটা কি ଆମେ କଣ କହିଥାଉ ହୋଲ ଏଣ୍ଡ ପାର୍ଟ ଲର୍ନିଂ କନସେପ୍ଟ ଇଜ ବେସ୍ଡ ଅପନ୍ ହ୍ୱିଚ୍ ଲର୍ନିଂ ଥିଓରି ହେଲା ହୋଲ ଆଉ ପାର୍ଟ ଲର୍ନିଂ ଟା କୋଉ କନସେପ୍ଟ ଉପରେ ରହିଛି ଅପସନ ଗୋଟେ କଣ ଦେଇଛି ପ୍ରଯତ୍ନ ପ୍ରମାଦ ଅନ୍ତର୍ଦୃଷ୍ଟି କ୍ଷତିର ତତ୍ତ୍ୱ ନା ହଉଛି କାରଣ କରଣବାଦ ହେଲା ट्रायल एंड एरर ऊपर इनसाइटफुल लर्निंग ऊपर फील्ड थ्योरी ऊपर ना इंस्ट्रूमेंटल ऊपर ହେଲା जो हमर होल आउ पार्ट लर्निंग कांसेप्ट अछि सेटा कोन थ्योरी ऊपर बेस हेगी अछि सठी उत्तर हो ऑप्शन नंबर बी जेटा कि इनसाइटफुल लर्निंग होला इनसाइटफुल लर्निंग आपण एति बुझांतु बा अंतर्दृष्टि होछि कोन ना गोटे जिंस को हमें भांगी भांगी करी बुझिबा ताको आगे फास्ट भांगी देबा होल बा पार्ट जेडी कहला होल रु पार्ट हमें भांगी देबा गोटे टोटल होल अछि ताको हमें भांगी गोटे गोटे पार्ट करी कि बुझिबा कोन को जे इनसाइटफुल लर्निंग बा अंतर्दृष्टि थ्योरी ଆପଣ ପାଇଁ ଗୋଟେ ହୋମୱାର୍କ ରହିଲା ଆପଣ ମତେ କମେଣ୍ଟ ସେକ୍ସନରେ ଜଣେଇବେ ଯୋଉ ଇନସାଇଟଫୁଲ ଲର୍ନିଂ ଟା ରହିଲା ସେଟା ଦେଇଥିଲେ କିଏ ମତେ କମେଣ୍ଟ ସେକ୍ସନରେ ଜଣେଇବେ ହେଲା ପରବର୍ତ୍ତୀ ପ୍ରଶ୍ନ ରହିଲା କେଉଁଠି ସୃଜନଶୀଳତାର ବିକାଶର ସହାୟକ ହେଲା ଯୋଉଟା କି ଆମର ଡେଭଲପିଂ କ୍ରିଏଟିଭିଟି ପାଇଁ କୋଉଟାରେ ଏଠି କାରଣ ହବ ଯେମିତି କି ଅପସନ କଣ ଦେଇଛି ଖଣ୍ଡେ ଇଟାର ବିବିଧ ବ୍ୟବହାର ଲେଖିବା ଗୋଟିଏ ବାକ୍ୟକୁ 10 ଥର ଲେଖିବା 10 ଗୋଟି ମିଶ୍ରଣ କରିବା ନା ଗୋଟିଏ ବାକ୍ୟରେ ଥିବା ଅକ୍ଷର ଗୁଡ଼ିକୁ ଗଣିବା ହେଲା ଯୋଉ କ୍ରିଏଟିଭ ବା ସୃଜନଶୀଳତା ବିକାଶ ନିମ୍ନରୁ କୋଉ ଦ୍ୱାରା ହେଇପାରିବ ସଠିକ ଉତ୍ତର ହବ କଣ ଅପସନ ନମ୍ବର ଏ ରେ କଣ ଖଣ୍ଡେ ଇଟାର ବିବିଧ ବ୍ୟବହାର ଲେଖିବା ହେଲା ସେଠି ପିଲା କଣ କରିବ ନା ସେ ବିଭିନ୍ନ ପ୍ରକାର ଚିନ୍ତା କରିବ ଡାଇଭର୍ଜେଣ୍ଟ ଥିଙ୍କିଂ ସେଠି ଡେଭଲପ ହବ ଯାଦ୍ୱାରା କି ସେ ଭାବିବ ଯେ ଗୋଟେ ଇଟାକୁ ସେ କେମିତି ଭାବରେ ବ୍ୟବହାର କରିପାରିବ ଅଲଗା ଗୁଡାକରେ କଣ ସେ କନଭର୍ଟ ହେଉଛି ଯେମିତି ଗୋଟେ ବାକ୍ୟକୁ 10 ଥର ଲେଖେ ସେଟା ଖାଲି ସେ ବାକ୍ୟଟାକୁ ଲେଖିବ 10 ଗୋଟି ମିଶ୍ରଣ କରିବା ସେରେ କନଭର୍ଜେଟ ହେଉଛି ସୃଜନଶୀଳତା ମାନେ ହେଉଛି ବା ଆମର କ୍ରିଏଟିଭିଟି ମାନେ ହେଉଛି କଣ ଡାଇଭର୍ଜେଣ୍ଟ ଥିଙ୍କିଂ ଯୋଉଠି ଆସିବ ସେଟା ହିଁ ହବ ପରବର୍ତ୍ତୀ ପ୍ରଶ୍ନ ହେଲା ଅନ୍ତର୍ନିବେଶୀ ଶିକ୍ଷା ହେଉଛି କଣ
ହେଲା ଅପସନଟି କଣ ଦେଇଛି ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରି ଶିକ୍ଷା ଦେବା ସମସ୍ତ ଗୋଷ୍ଠୀର ଶିକ୍ଷାର୍ଥୀଙ୍କୁ ଏକତ୍ରିତ କରି ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଶିକ୍ଷା ଦେବା ଅପସନ ନମ୍ବର ସି ଅଛି ବିଭିନ୍ନ ଗୋଷ୍ଠୀର ଶିକ୍ଷାର୍ଥୀଙ୍କୁ ବିଭିନ୍ନ ଦଳରେ ପୃଥକ କରି ଶିକ୍ଷା ଦେବା ଅପସନ ନମ୍ବର ଡି ଅଛି ସମସ୍ତଙ୍କ ପାଇଁ ଔପଚାରିକ ଶିକ୍ଷଣ ବ୍ୟବସ୍ଥା କରିବା ତେଣୁ ଅନ୍ତର୍ନିବେଶୀ ଶିକ୍ଷା ହଉଛି କଣ ସଠିକ ଉତ୍ତର ହବ ଅପସନ ନମ୍ବର ବି যেটা କଣ ସମସ୍ତ ଗୋଷ୍ଠୀର ଶିକ୍ଷାର୍ଥୀଙ୍କୁ ଏକତ୍ରିତ କରି ସେମାନଙ୍କ ଆବଶ୍ୟକତା ଅନୁସାରେ ଶିକ୍ଷା ଦେବା ହେଲା ଅନ୍ତର୍ନିବେଶୀ ଶିକ୍ଷା ମାନେ ହଉଛି ସବୁ ପ୍ରକାର ମାନେ କଣ ଥିବ କ୍ୟାଟାଗୋରିଆଲ ପିଲାଙ୍କୁ ସାଧାରଣ ଲୋକ ପିଲାଙ୍କ ସହିତ ମିଶେଇକି ଆମେ ପାଠ ପଢିବାକୁ ଅନ୍ତର୍ନିବେଶୀ ଶିକ୍ଷା କୁହାଯାଏ ଯଦି ଆମେ କଣ କରିବା ଗୋଷ୍ଠୀ ଆକାରରେ ବ୍ୟବହାର କରିବା ଡିଫରେଣ୍ଟ କ୍ୟାଟାଗୋରୀ କରି କରିବା ସେଟା କଣ ହେଇଯିବ ସ୍ପେଶାଲ ସ୍କୁଲ ଗୋଟେ କେବଳ ସ୍କୁଲ ହବ କେବଳ ଗୋଟେ କ୍ୟାଟାଗୋରୀର ପିଲାଙ୍କ ପାଇଁ ସେଟା ସ୍ପେଶାଲ ସ୍କୁଲ ଭିତରେ ଯିବ পরবর্তী প্রশ্ন রয়েছে কেউটি শিক্ষক কেন্দ্রিক শিক্ষাদান শিক্ষণ ব্যবস্থা অটে যেটা কি আমরা কোন কইবা টিচর সেন্টার্ড টিচিং লর্নিং প্রসেস ভিতরে যাব অপশন কোন দিছি শিক্ষক শিক্ষণ সহায়ক রূপে কার্য করিথাନ୍ତି শিক্ষক শিক্ষণ সামগ্রী প্রদর্শন করে বুঝাইଥାନ୍ତି অপশন নম্বর সি ଅଛି শিক্ষক শিক্ষণ কার্যକୁ তদারক କରିଥାନ୍ତି অপশন নম্বর ডি ଅଛି শিক্ষার্থীଙ୍କ অভিজ্ঞতা অর্জন রে শিক্ষক সহায়ক ହୋଇଥାନ୍ତି ହେଲା তো টিচର ସେଣ୍ଟର୍ଡ ଲର୍ଣ୍ଣିଂ ରେ କଣ ହେଇଥାଏ ନା ସେଠି ଟିଚର ଆକ୍ଟିଭ ହେଇଥାନ୍ତି ଷ୍ଟୁଡେଣ୍ଟ ମାନେ 패ସିଭ ହେଇଥାନ୍ତି ମାନେ ସବୁ କାମଟା ଟିଚର କରିଥାନ୍ତି କିନ୍ତୁ ପିଲାମାନେ କଣ 패ସିଭ ହେଇ ଖାଲି ଶୁଣିଥାନ୍ତି ତେଣୁ ଏହାର ସଠିକ ଉତ୍ତର କଣ ହବ ଅପସନ ନମ୍ବର ବି যেটা କଣ ଅଛି ଶିକ୍ଷକ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରି ବୁଝାନ୍ତି ନିଜେ ଟିଏଲଏମ୍ ଗୁଡାକ ଦେଖେଇକି ବୁଝିଥାନ୍ତି କିନ୍ତୁ ସେଠି ପିଲାମାନେ କିଛି ପ୍ରକାର ପାର୍ଟିସିପେଟ କରିନଥାନ୍ତି ତେଣୁ ସେମାନେ ପିଲାମାନେ 패ସିଭ ଥାନ୍ତି ଟିଚର କେବଳ ଆକ୍ଟିଭ ହେଇକି ନିଜର ଶିକ୍ଷଣ ସାମଗ୍ରୀ ଯେଟା ନେଇଥିବେ ସେଟା ନେଇକି ବୁଝେଇଥିବେ ପିଲାଙ୍କୁ ଦେବେ ନାହିଁ এটা ଗୋଟେ ଟିଚର ସେଣ୍ଟର୍ଡ ଟିଚିଂ ଲର୍ଣ୍ଣିଂ ପ୍ରୋସେସ ର ଗୋଟେ ଗୁଣ ହବ ପରବର୍ତ୍ତୀ ପ୍ରଶ୍ନ ରହିଲା କେଉଁଠି ଦକ୍ଷତା ଭିତ୍ତିକ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ ସମ୍ପର୍କିତ ନୁହେଁ ହେଲା ଦକ୍ଷତା ଭିତ୍ତିକ ବା ଆମର କଣ କହିଥାଉ କମ୍ପିଟେନ୍ସି ବେସ୍ଡ ଟିଚିଂ ଲର୍ଣ୍ଣିଂ ଭିତରେ ଯିବ ନାହିଁ ଅପସନ ଗୋଟେ କଣ ଦେଇଛି ପାଠଟିକୁ କେତେ ଗୁଡିଏ ଛୋଟ ଛୋଟ ଏକକରେ ପ୍ରକାଶ କରିବା ଦକ୍ଷତା ଗୁଡିକୁ ସରଳରୁ ଜଟିଳ କ୍ରମାନ୍ୱୟରେ ସଜାଇ ଦେବା ଅପସନ ନମ୍ବର ସି ଅଛି ପ୍ରତ୍ୟେକ ଦକ୍ଷତା ପୂର୍ବ ଦକ୍ଷତା ଉପରେ ଆଧାରିତ ହେବାକୁ ଆମେ କମ୍ପିଟେନ୍ସି କହିବା ନା ହଉଛି ସମସ୍ତ ଦକ୍ଷତା ଶିକ୍ଷାଦାନ ଓ ଶିକ୍ଷଣ କାର୍ଯ୍ୟ ଏକ ସଙ୍ଗେ କରାଯାଇପାରେ ହେଲା ଯୋଉ କମ୍ପିଟେନ୍ସି ବେସ୍ଡ ଟିଚିଂ ଲର୍ଣ୍ଣିଂ ରେ ଆମେ କଣ କରିନଥାଉ ସଠିକ ଉତ୍ତର ହବ କଣ ଅପସନ ନମ୍ବର ଡି যেটা କି ସମସ୍ତ ଶିକ୍ଷା ଦକ୍ଷତା ଶିକ୍ଷାଦାନ ଓ ଶିକ୍ଷଣ କାର୍ଯ୍ୟ ଏକା ସଙ୍ଗେ କରିବା যেটা କି ଆମେ କଣ କହିଥାଉ ଟିଚିଂ ଲର୍ଣ୍ଣିଂ ଅଫ ଅଲ୍ କମ୍ପିଟେନ୍ସିଜ ଇଜ ଡନ୍ ସାଇମଲ୍ଟେନିୟସଲି ହେଲା ତେଣୁ ଏଇଟା ହବନି ଅଲଗା ଗୁଡାକ କଣ ହବ ଦେଖନ୍ତୁ ପାଠଟିକୁ କେତେ ଗୁଡିଏ ଛୋଟ ଛୋଟ ଏକକରେ ପ୍ରକାଶ କରିବେ ଏଇଟା ବି ହେଇପାରିବ କମ୍ପିଟେନ୍ସି ବେସ୍ଡ ଟିଚିଂ ଲର୍ଣ୍ଣିଂ ରେ ଦକ୍ଷତା ଗୁଡିକ ସରଳରୁ ଜଟିଳ କ୍ରମାନ୍ୱୟରେ ସଜେଇବା ଏଇଟା ବି ହବ ପ୍ରତ୍ୟେକ ଦକ୍ଷତା ପୂର୍ବ ଦକ୍ଷତା ଉପରେ ଆଧାରିତ ଏଇଟା ବି ହବ କିନ୍ତୁ ସମସ୍ତ ଦକ୍ଷତା ଓ ସମସ୍ତ ଦକ୍ଷତା ଶିକ୍ଷାଦାନ ଓ ଶିକ୍ଷଣ କାର୍ଯ୍ୟକୁ ଏକା ସଙ୍ଗେ କରିଦେବାଟା ସେଇଟା ହବନି କଣ ୟାକୁ କ୍ରମାନ୍ୱୟରେ ଭାଙ୍ଗି ଭାଙ୍ଗି କରିବା ଦରକାର ଛୋଟ ଛୋଟ ପାର୍ଟ କରିକି କରିବା ଦରକାର ପରବର୍ତ୍ତୀ ପ୍ରଶ୍ନ ରହିଛି କେଉଁ ପ୍ରଶ୍ନର ଉତ୍ତର ଅନୁମାନ କରି ଦେବାରେ ସମ୍ଭାବନା ସବୁଠାରୁ କମ ହେଲା ଏଟା ଟାଇପ ଅଫ କ୍ୱେଶ୍ଚନ ଆସି କ୍ୱେଶ୍ଚନଟା ଆମର ଅପସନ କଣ ଦେଇଛି ଯେ ଆମେ କୋଉ ପ୍ରକାର ପ୍ରଶ୍ନର ଉତ୍ତରଟା ଅନୁମାନ କରିକି ଦବାର ସମ୍ଭାବନା ସବୁଠୁ କମ ଥାଏ ଅପସନ ଗୋଟେ କଣ ଦେଇଛି ସମାପନ ପ୍ରଶ୍ନ ହଁ ନା ପ୍ରଶ୍ନ ଚାରୋଟି ବିକଳ୍ପ ପ୍ରଶ୍ନ ନା ଗୋଟିଏ ବାକ୍ୟରେ ଉତ୍ତର ଦେବା ହେଲା ଏହାର ସଠିକ ଉତ୍ତର କଣ ହବ ଅପସନ ନମ୍ବର ସି যেটা କି ଚାରୋଟି ବିକଳ୍ପ ଯୁକ୍ତ ପ୍ରଶ୍ନ যেটা କି ଆମେ କଣ କହିଥାଉ ଅବଜେକ୍ଟିଭ ଟାଇପ ର ଏମସିକ୍ୟୁ ଯୋଉ କହିଥାଉ ସେଟା କି ଫୋର ଅପସନ ବେସ୍ଡ ଯୋଉ ଥାଏ ସେଇଟା ହିଁ ହବ କଣ ଯେ ଆମେ ଅନୁମାନ କରିକି ଯୋଉ ଉତ୍ତର ଦେବା ସେଟା ସମ୍ଭାବନାଟା ସବୁଠୁ କମ ଥାଇପାରେ ହେଲା ପରବର୍ତ୍ତୀ ପ୍ରଶ୍ନ ଅଛି ଗୋଟିଏ ପିରିୟଡ ର ଶିକ୍ଷାଦାନ ଶେଷ ସୋପାନରେ କି ପ୍ରକାର ପ୍ରଶ୍ନ ପଚରା ଯାଇଥାଏ ଗୋଟେ ଯେତେବେଳେ ଆମର ଟିଚିଂ ଲର୍ଣ୍ଣିଂ ଯୋଉ ସରିଲା ପରେ ଟିଚିଂ ସରିଲା ପରେ ଲାଷ୍ଟ ସମୟରେ ଆମେ କୋଉ ପ୍ରକାର ପ୍ରଶ୍ନ ସେଠି ପଚାରିଥାଉ ଆସେସମେଣ୍ଟ ର କୋଉ ପ୍ରକାର ଯେମିତି କି ଅପସନ କଣ ଦେଇଛି ବ୍ୟବସ୍ଥାନ ନୈଦାନାତ୍ମକ ସମାପ୍ତି ସୂଚକ ନା ଗଠନମୂଳକ ହେଲା ବଢିଆ କ୍ୱେଶ୍ଚନଟା ଯେ ଆମେ କ୍ଲାସରୁମ ଟିଚିଂ ଟାଇମ ରେ ଶେଷରେ ଯୋଉ କ୍ୱେଶ୍ଚନ ପଚାରିଥାଏ ସେଟା କୋଉ ପ୍ରକାର ପ୍ରଶ୍ନ ହବା ଦରକାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ସି যেটা କଣ ଅଛି ସମାପ୍ତି ସୂଚକ କହିଥିଲି ଟିକେ ଆଗରୁ କହି ଆସିଥିଲି ଯେ ଆମେ କ୍ଲାସ ଶେଷରେ ବା ବର୍ଷ ଶେଷରେ ଆମେ କୋଉ ପ୍ରକାର ଆସେସମେଣ୍ଟ କରିଥାଉ ନା ସମାପ୍ତି ସୂଚକ ଯେହେତୁ ସमेଟିଭ ବା କ୍ଲାସ ଶେଷରେ ଆମେ ସମାପ୍ତି ସୂଚକ ପ୍ରଶ୍ନ ପଚାରିଥାଉ ଗୋଟେ ପିରିୟଡ ସରିଲା ପରେ ପରବର୍ତ୍ତୀ ପ୍ରଶ୍ନ କେଉଁଟି ପର୍ଯ୍ୟବେକ୍ଷଣର ଏକ ସାଧନ ନୁହେଁ ହେଲା ଯେଟା କି ଆମର କଣ କହିଥାଉ ଅବଜରଭେସନ ଗୋଟେ ଟୁଲ ହବ ନାହିଁ ଅପସନ କଣ ଦେଇଛି ଘଟଣାବଳୀ ବିବରଣୀ କୃତି ପରୀକ୍ଷଣ ରେଟିଂ ସ୍କେଲ ଆଉ ଚେକଲିଷ୍ଟ ହେଲା ତେଣୁ ଆମର ଘଟଣା ଏଇ ଯୋଉ ଆମର ଅବଜରଭେସନ କୋଉଟା ଟୁଲ ହବ ନାହିଁ ସଠିକ ଉତ୍ତର ହବ ଅପସନ ନମ୍ବର ବି যেটা କି କୃତି ପରୀକ୍ଷଣ ହେଲା ଯେଟା କି ଆଚିଭମେଣ୍ଟ ଟେଷ୍ଟ ଗୋଟେ ପାର୍ଟ ହବନି ଅବଜରଭେସନ ଯେମିତି ଏନକୋଡେଟର ଡାଟା ସେଟା ହଉଛି କଣ ଆମର ଅବଜରଭେସନ ଗୋଟେ ପାର୍ଟ ହବ ରେଟିଂ ସ୍କେଲ ବି ହବ ଚେକଲିଷ୍ଟ ବି ହବ ଚେକଲିଷ୍ଟ ହଉଛି କଣ ନା ହଉଛି ଆମେ ହଁ ବା ନା ପିଲାଟି ଭଲ ଭାବରେ କଣ ସଫାସୁତୁରା ରହୁଛି କି ନାଇଁ ହଁ କି ନା ସେଠି ଆମେ ଚେକଲିଷ୍ଟ ବ୍ୟବହାର କରିବା ହଁ କି ନା ଚେକଲିଷ୍ଟ ଆକାରରେ କହିବା ରେଟିଂ ସ୍କେଲ ହଉଛି କଣ ତାକୁ ରେଟିଂ ଦେବା ଯେମିତି କି ପିଲାଟି ନିଜ ଶରୀର ସଫା ରଖୁଛି ହେଲା ହାଏଷ୍ଟ ତାର କେତେ 5 ପଏଣ୍ଟ ଥିବ 1 ରୁ 5 ରେ ତାକୁ ଗୋଟେ ନମ୍ବର ଦେବା ଧର ସବୁଠୁ ଭଲ ସେ ସଫାସୁତୁରା ରହୁଛି ତେଣୁ 5 ଦେବା ତାଠୁ କମ ଯଦି ଥିବ 3 ଦେବା ତେଣୁ ସେଟା ହଉଛି କଣ ରେଟିଂ ସ୍କେଲ ଆଉ ଏନକୋଡେଟର ଡାଟା ହଉଛି ପିଲାର ସବୁ ଘଟଣାବଳୀ ଯେମିତି କି ତାର ସ୍କଲାଷ୍ଟିକ ହଉ ଆଉ ଆମର ବାହାର ଯେମିତି ନନ୍ ସ୍କଲାଷ୍ଟିକ ହଉ ସବୁ ପ୍ରାୟ ଗୁଣ ଯୋଉ ଜାଗାରେ ଥିବ ଯୋଉ ରେକର୍ଡରେ ଥିବ ସେଟା କଣ କୁହାଯିବ ଆମର ଏନକୋଡେଟର ଡାଟା ବା ଅବଜରଭେସନ କରିକି ଆମେ ତାକୁ ଦେଖିକି ସେଇଟାକୁ ଲେଖିବା ନା କି ପିଲାକୁ ପଚାରିବା ଆମେ ଯାହା ଅବଜର୍ଭ କରିବା ସେଠି ଲେଖିବା ସେଇଟା କଣ କୁହାଯିବ ଘଟଣାବଳୀ ବିବରଣୀ ବା ଏନକୋଡେଟର ରେକର୍ଡ ବୋଲି କୁହାଯିବ
ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁଟି ଗୋଟିଏ ମୁକ୍ତ ଉତ୍ତରମୂଳକ ପ୍ରଶ୍ନ ନୁହେଁ ହେଲା ଯେଟା କି ଆମେ କଣ କହିଥାଉ ନା ଆମର ମୁକ୍ତ ଉତ୍ତରମୂଳକ ବା ଫ୍ରି ରେସ୍ପନ୍ସ କ୍ୱେଶ୍ଚନ ଟା ହବ ନାହିଁ। ଅପସନ ଟା କଣ ଦେଇଛି ବୃକ୍ଷ ଦିନ ବେଳା କେତୋଟି ଗ୍ୟାସ ତ୍ୟାଗ କରେ ପତ୍ରର କାର୍ଯ୍ୟ ବର୍ଣ୍ଣନା କର ଜଳର ଉପଯୋଗିତା ଲେଖ ଗୋଟିଏ ବାଡିକୁ କିପରି ବ୍ୟବହାର କରିବ ବୁଝାଅ ହେଲା ତେଣୁ ଏଠି କଣ କହିଲା ଯେ ଆମର ଫ୍ରି ରେସ୍ପନ୍ସ ବା ମୁକ୍ତ ଉତ୍ତରମୂଳକ ହବ ନାହିଁ ହେଲା ତେଣୁ ଏହାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଏ ରେ କି ବୃକ୍ଷ ଦିନ ବେଳା କେତୋଟି ଗ୍ୟାସ ତ୍ୟାଗ କରେ ଏଟା ମୁକ୍ତ ଉତ୍ତରମୂଳକ ହବ ନାହିଁ କାରଣ ଏଠି ଗୋଟେ ଡେଫିନେଟ କହିଦେଇଛି ଯେ କୋଉ ଗ୍ୟାସ ବା କେତୋଟି ଗ୍ୟାସ ଦେଇଛି ତେଣୁ ଡେଫିନେଟ ୟାର ଉତ୍ତର ହବ ତେଣୁ ଏଟା ମୁକ୍ତ ଉତ୍ତରମୂଳକ ହବନି କିନ୍ତୁ ଅଲଗା ଗୁଡାକ ଦେଖନ୍ତୁ ଯେମିତି ପତ୍ରର କାର୍ଯ୍ୟ ବର୍ଣ୍ଣନା କରେ ଏଥିରେ କଣ ସବୁ ପିଲା ଅଲଗା ଅଲଗା ଭାବରେ ଲେଖିପାରିବେ ତେଣୁ ଏଥିରେ କୌଣସି ବାଉଣ୍ଡରୀ ନାହିଁ ତେଣୁ ଏଟା ମୁକ୍ତ ହେଇପାରିବ ସେମିତି ଜଳର ଉପଯୋଗିତା ପିଲା ଅଲଗା ଅଲଗା ଲେଖିବେ ଆଉ ଡି ରେ ବି ସେମିତି କିଛି ଗୋଟେ ବାଡିକୁ କିପରି ବ୍ୟବହାର କରିବେ ବୁଝାଅ ଏଟା ବି ପିଲା ମାନେ ଯିଏ ଯେମିତି ଚାହିଁବ ସେ ସେମିତି ଲେଖିପାରିବ ତେଣୁ କୌଣସି ବାଉଣ୍ଡରୀ ଏ ଭିତରେ ନାହିଁ। ପରବର୍ତ୍ତୀ ପ୍ରଶ୍ନ ରହିଲା ଶିକ୍ଷଣ ଶିକ୍ଷାଦାନ ପ୍ରକ୍ରିୟାରେ କେଉଁ ଉପାଦାନ ଶିକ୍ଷା ମନୋବିଜ୍ଞାନ ଦ୍ୱାରା ପ୍ରଭାବିତ ହେଲା which factor of teaching learning process is influenced by educational psychology କୋଉ ଫ୍ୟାକ୍ଟରଟା ଇନଫ୍ଲୁଏନ୍ସ କରିଥାଏ ଅପସନ କଣ ଦେଇଛି ଶିକ୍ଷାଦାନ ପଦ୍ଧତି ଶିକ୍ଷଣ ଅଭିଜ୍ଞତା ମୂଲ୍ୟାୟନ ନା ଏ ସମସ୍ତ ହେଲା ଶିକ୍ଷଣ ଶିକ୍ଷାଦାନ ପ୍ରକ୍ରିୟାର କୋଉ ଉପାଦାନ ଶିକ୍ଷା ମନୋବିଜ୍ଞାନଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ ସଠିକ ଉତ୍ତର ହବ କଣ ଅପସନ ନମ୍ବର ଡି ଯାଇକି ଅଲ୍ ଅଫ ଦ ଏବଭ ମାନେ ଏ ସମସ୍ତ ଶିକ୍ଷାଦାନ ପଦ୍ଧତି ବା ଟିଚିଂ ମେଥଡ ହବ ଲର୍ଣ୍ଣିଂ ଏକ୍ସପିରିଏନ୍ସ ବି ଇଫେକ୍ଟ ପକେଇବ ଇଭାଲୁଏସନ ବି ଇଫେକ୍ଟ ପକେଇବ ହେଲା ତେଣୁ ମନେ ରଖିବେ ଟିଚିଂ ଯୋଉ ଆମର ଲର୍ଣ୍ଣିଂ ପ୍ରୋସେସ ରେ ଉଭୟ ଶିକ୍ଷାଦାନ ପଦ୍ଧତି ଶିକ୍ଷଣ ଅଭିଜ୍ଞତା ଆଉ ଯୋଉ ମୂଲ୍ୟାୟନ ସିଏ ସବୁ ଇଫେକ୍ଟ ପକେଇବ। ପରବର୍ତ୍ତୀ ପ୍ରଶ୍ନ ରହିଲା କେଉଁଠି ଶିଶୁର ବିକାଶକୁ ପ୍ରଭାବିତ କରିଥାଏ ହେଲା which one influence the development of a child ଅପସନ ଟି କଣ ଦେଇଛି ଶିଶୁ ପ୍ରତି ଶିକ୍ଷକଙ୍କ ଆଚରଣ ଶିଶୁ ପ୍ରତି ପିତାମାତାଙ୍କର ଆଚରଣ ଶିଶୁ ପ୍ରତି ସାଙ୍ଗସାଥୀଙ୍କ ଆଚରଣ ନା ଏ ସମସ୍ତ ହେଲା ବିକାଶକୁ ବା ଡେଭଲପମେଣ୍ଟ ଗୋଟେ ପିଲାର ଇନଫ୍ଲୁଏନ୍ସ କରେ କିଏ ଅପସନ ନମ୍ବର ଡି ଯେଟା କି ଏ ସମସ୍ତ ମାନେ ସେ ଶିଶୁ ଶିକ୍ଷକ କେମିତି ଆଚରଣ କରୁଛି ତାପରେ ଇଫେକ୍ଟ ପକେଇବ ଶିଶୁ ପ୍ରତି ଯୋଉ ପିତାମାତାଙ୍କ ଆଚରଣ ସେ ବି ଇଫେକ୍ଟ ପକେଇବ ଆଉ ସାଙ୍ଗମାନେ କେମିତି ବ୍ୟବହାର କରୁଛନ୍ତି ସେଟା ବି ଇଫେକ୍ଟ ପକେଇବ ପିଲା ଉପରେ ହେଲା ଡେଭଲପମେଣ୍ଟ ଉପରେ। ପରବର୍ତ୍ତୀ ପ୍ରଶ୍ନ ରହିଲା ଶିକ୍ଷାଦାନ ଶିକ୍ଷଣ ସମୟରେ ଶିକ୍ଷାର୍ଥୀ ଭୁଲ କଲେ ତାହା ସଂଶୋଧନ କରିବା ପାଇଁ ଶିକ୍ଷକ କଣ କରିବା ଉଚିତ ଗୋଟେ ପିଲା ଯଦି କଣ କରୁଛି ନା ଶିକ୍ଷାଦାନ ଶିକ୍ଷଣ ବା ଟିଚିଂ ଲର୍ଣ୍ଣିଂ ପ୍ରୋସେସ ସମୟରେ ସେ ଭୁଲ କରୁଛି ସେଠି ଶିକ୍ଷକ କଣ କରିବେ ଶିକ୍ଷାର୍ଥୀଙ୍କୁ ଦଣ୍ଡ ଦେବେ ପରୋକ୍ଷ ଭାବେ ସଂଶୋଧନ କରିବା ପାଇଁ ଚେଷ୍ଟା କରିବେ ନା ଅନ୍ୟ ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ସଂଶୋଧନ କରାଇବେ ନା ହଉଛି ଶ୍ରେଣୀ ଗୃହରେ ସଙ୍ଗେ ସଙ୍ଗେ ସଂଶୋଧନ କରିବେ ତେଣୁ ବଢିଆ କ୍ୱେଶ୍ଚନ ହେଲା ଥିଓରିଟିକାଲ କ୍ୱେଶ୍ଚନ ଯେ ଯଦି ଗୋଟେ ପିଲା ଭୁଲ କରୁଛି କ୍ଲାସରୁମ ଯୋଉ ଟିଚିଂ ଲର୍ଣ୍ଣିଂ ପ୍ରୋସେସ ଭିତରେ ତାକୁ ଆମେ ଟିଚର କଣ କରିବେ ସେଇ ଟାଇମରେ ସଠିକ ଉତ୍ତର ହବ କଣ ଅପସନ ନମ୍ବର ବି ପରୋକ୍ଷ ଭାବରେ ସଂଶୋଧନ କରିବେ କରେକ୍ଟ ଦ ମିଷ୍ଟେକ୍ ଇନଡାଇରେକ୍ଟଲି ହେଲା ସେ କଣ କରିବେ ଯାଇକି ତାକୁ ଇନଡାଇରେକ୍ଟଲି କହିପାରିବେ ଯେ ଏଇଟା ହବ ତେଣୁ ସେ ଡାଇରେକ୍ଟ ତାକୁ କହିବେନି ଯେ ଏଇଟା ଭୁଲ ଅଛି ବୋଲି ସେ ଆସିକି ବ୍ଲାକବୋର୍ଡ ପାଖରେ ସେଇଟା କହିବେ ଯେ ଏଇଟା ଯୋଉମାନେ ଲେଖିଛି ସେଟା ଭୁଲ ଅଛି ଏଇଟା ଠିକ ଉତ୍ତର ହବ ହେଲା ତେଣୁ ଡାଇରେକ୍ଟ ସେ କହିବେନି ସେଠି କଣ ହେଇଯିବ ପିଲାର ମୋରାଲି ଭ୍ୟାଲୁ ଟା ଡାଉନ ହେଇଯିବ ସେ ଆଉ ଥରେ ସେ ଆନ୍ସର ଲେଖିବା ପାଇଁ ବା କହିବା ପାଇଁ ଚେଷ୍ଟା କରିବନି ବୁଝିପାରିଲେ ପରବର୍ତ୍ତୀ ପ୍ରଶ୍ନ ବୌଦ୍ଧିକ ବିକାଶର କେଉଁ ପର୍ଯ୍ୟାୟରେ ଶିକ୍ଷାର୍ଥୀର ସମସ୍ୟା ସମାଧାନ ମୂଳକ ଦକ୍ଷତା ବିକାଶ ଘଟିଥାଏ ହେଲା at what stage of intellectual development does problem solving ability of people takes place problem solving capacity ଟା କୋଉ ପର୍ଯ୍ୟାୟରେ ଆସିଥାଏ ଯେମିତି କି ଅପସନ କଣ ଦେଇଛି ସମ୍ବେଦୀକାରକ ପ୍ରାକ୍ ସଂକାର୍ଯ୍ୟ ଧର୍ମୀ ସ୍ଥୂଳ ସଂକାର୍ଯ୍ୟ ଧର୍ମୀ ବିମୂର୍ତ୍ତ ସଂକାର୍ଯ୍ୟ ଧର୍ମୀ ହେଲା ଯେଟା କି ସେନ୍ସରି ମୋଟର ପ୍ରି ଅପରେସନାଲ କଂକ୍ରିଟ ଅପରେସନାଲ ଆଉ ହଉଛି ଫର୍ମାଲ ଅପରେସନାଲ ହେଲା ପ୍ରୋବ୍ଲେମ ସଲଭିଂ କ୍ୟାପାସିଟି ପିଲା କୋଉ ସମୟରେ ଆସିଥାଏ ସଠିକ ଉତ୍ତର ହବ କଣ ବିମୂର୍ତ୍ତ ସଂକାର୍ଯ୍ୟ ଧର୍ମୀ ବା ଆମର ଫର୍ମାଲ ଅପରେସନ ଯେହେତୁ ପ୍ରୋବ୍ଲେମ ସଲଭିଂ କ୍ୟାପାସିଟି ସବୁଠୁ ଦେଖାଯାଏ କଣ ଆମର ଏବିଲିଟି ଭିତରେ ସବୁଠୁ ହାଇଏଷ୍ଟ ବା ସେତେବେଳେ ପିଲାଟା ଡେଭଲପ ହେଇଯାଇଥାଏ ସେ ତେଣୁ ମନେ ରଖିବ କଣ ଫର୍ମାଲ ଅପରେସନରେ କଣ କରିଥାଏ ନା ପ୍ରୋବ୍ଲେମ ସଲଭିଂ କ୍ୟାପାସିଟିଟା ପିଲାର ଡେଭଲପ ହେଇଥାଏ ଏଇଟା ଦେଇଥିଲେ କି ଯୋଉ ସମ୍ବେଦୀକାରକ ପ୍ରାକ୍ ସଂକାର୍ଯ୍ୟ ଧର୍ମୀ ସ୍ୱ ସଂକାର୍ଯ୍ୟ ଧର୍ମୀ ଏଟା କି ଆମର ପିଆଜେଟ ଦେଇଥିଲେ ତାଙ୍କର ସେଗୁଡାକ ରହିଥିଲା ଟିକେ ବୟସ ସୀମା ଟା ଦେଖି ଦେଇଥିବେ ଯୋଉ କୋଉ ପର୍ଯ୍ୟାୟ କୋଉ ସମୟରେ ବୟସ ସୀମା ଭିତରେ ହେଇଥାଏ ଦେଇଥିବେ ପରୀକ୍ଷାରେ ପଡିପାରେ ପରବର୍ତ୍ତୀ ପ୍ରଶ୍ନ ରହିଛି ଜଣେ 10 ବର୍ଷର ଶିକ୍ଷାର୍ଥୀ ମାନସିକ ବୟସ 10 ବର୍ଷ ଅଛି ତେଣୁ ସେ କୋଉ ଶ୍ରେଣୀରେ ଶିକ୍ଷାର୍ଥୀ ହେଲା ଯଦି ମେଣ୍ଟାଲ ଏଜ ବି ଆମର 10 ଅଛି ପ୍ଲସ କ୍ରୋନୋଲୋଜିକାଲ ଏଜ ବି 10 ଅଛି ତେଣୁ ଆମର କୋଉ ଟାଇପ ର ସିଏ ଲର୍ଣ୍ଣର୍ସ ଆମେ କହିବା ସ୍ୱଳ୍ପ ବୁଦ୍ଧି ସାଧାରଣ ବୁଦ୍ଧି ଉଚ୍ଚ ବୁଦ୍ଧି ନା ଅତି ନିମ୍ନ ବୁଦ୍ଧି ହେଲା ତେଣୁ ସଠିକ ଉତ୍ତର କଣ ହବ ଆଉ ଯୋଉ ଅପସନ ନମ୍ବର ବି ଯେଟା କି ସାଧାରଣ ବୁଦ୍ଧି ଯେହେତୁ ଆମେ ଯଦି ଆଇକ୍ୟୁ ଲେଭେଲ ବାହାର କରିବା ମେଣ୍ଟାଲ ଏଜ ବାଇ କ୍ରୋନୋଲୋଜିକାଲ ଏଜ ଏଟା ମନେ ରଖିଥିବେ ମେଣ୍ଟାଲ ଏଜ ବାଇ କ୍ରୋନୋଲୋଜିକାଲ ଏଟା ପଚାରିବେ ବାରମ୍ବାର ଇଣ୍ଟୁ 100 ଏଟା ବାହାର କଲେ କେତେ ହେଇଯିବ 10/10 ଇଣ୍ଟୁ 100 କେତେ ହେଇଯିବ କେତେ 100% ହେଇଯିବ ହେଲା ତେଣୁ ଆମର କଣ ହେଲା ଯେ ସାଧାରଣ ବୁଦ୍ଧି ହେଲା ଯଦି ଆମେ 140 ରୁ ଅଧିକ ହେଇଥାନ୍ତା ଆମେ କଣ କହିଥାନ୍ତୁ ଆମେ କଣ ଗିଫ୍ଟେଡ ଷ୍ଟୁଡେଣ୍ଟ ବୋଲି କହିଥାନ୍ତୁ ପରବର୍ତ୍ତୀ ଲାଷ୍ଟ କ୍ୱେଶ୍ଚନ ଏଟା ଅଛି
ଆଜିର କଣ ଅଛି କେଉଁ ଉକ୍ତିଟି ଶିକ୍ଷା ପାଇଁ ପ୍ରଯୁଜ୍ୟ ନୁହେଁ ହେଲା ଯେଟାକି ଆମର ଏଜୁକେସନ ପାଇଁ କୋଉଟା ଆପ୍ଲିକେବୁଲ ହବ ନାହିଁ। ଅପସନ କଣ ଦେଇଛି ଶିକ୍ଷା ଏକ ଲକ୍ଷ୍ୟାଭିମୁଖୀ ପ୍ରକ୍ରିୟା, ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା, ଶିକ୍ଷା ଆଚରଣର ପରିବର୍ତ୍ତନ ପ୍ରକ୍ରିୟା ନା ଶିକ୍ଷକ କେବଳ ଔପଚାରିକ ପ୍ରକ୍ରିୟା। ତେଣୁ ଏଜୁକେସନରେ ଆମର କୋଉଟା ଆପ୍ଲିକେବୁଲ ହବନି ସଠିକ ଉତ୍ତର ହବ କଣ ଅପସନ ନମ୍ବର ଡି ଯେଟା କି ଔପଚାରିକ ପ୍ରକ୍ରିୟା। ଆମେ କହିପାରିବାନି ଯେ ଶିକ୍ଷା ମାନେ ସବୁବେଳେ ଫର୍ମାଲି ପ୍ରୋସେସରେ ହବ ବୋଲି କହିହେବନି। ଇନଫର୍ମାଲି ଯେମିତି ଆମେ ସୋସାଇଟିରୁ ଶିଖିପାରିବା ହେଲା। ତେଣୁ ଗୋଟେ ଲକ୍ଷ୍ୟାଭିମୁଖୀ ପ୍ରକ୍ରିୟା ହେଇପାରିବ, ଶିକ୍ଷଣଙ୍କ ଜୀବନବ୍ୟାପୀ ପ୍ରକ୍ରିୟା ବି ହେଇପାରିବ। ଆଉ ମେନ୍ କଥା ଶିକ୍ଷା ଏଇଟା ବେଳେ ବେଳେ ପଚାରି ଦିଏ ଷ୍ଟେଟମେଣ୍ଟରେ ଯେ କାହାକୁ ଏ ଯୋଉ ଆମର ଆଚରଣଗତ ପରିବର୍ତ୍ତନ ପ୍ରକ୍ରିୟା ଆମେ କଣ ବୋଲି କହିଥାଉ ନା ଶିକ୍ଷା ହେଲା। ତେଣୁ ଏଇଟା ଦେଖିକି ଯାଇଥିବେ ଯୋଉ ଆମର ପ୍ରିନ୍ସିପଲ ଗୁଡାକ ରହିଲା ଏଜୁକେସନର। ତେଣୁ ଏଇଟା ଫର୍ମାଲି ହେଇପାରିବ, ଇନଫର୍ମାଲି ବି ହେଇପାରିବ। ତେଣୁ ଟୋଟାଲ 30 ଟା ଆମେ ଡିସ୍କସନ କରିଥିଲେ। ଯଦି ଯୋଉଠି ଡାଉଟ୍ ଥିବ ବା ଆଉ କିଛି ଟପିକରେ ଦରକାର ମତେ କମେଣ୍ଟ ସେକ୍ସନରେ ଜଣାଇ ପାରିବେ। ଭିଡିଓ ଯଦି ଭଲ ଲାଗିବ ଭିଡିଓଟିକୁ ଲାଇକ୍ କରିଦେବେ। ଆଉ ଯଦି ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆଉ ବେଲ୍ ନୋଟିଫିକେସନଟି ଅଲରେ ସେଟ୍ କରିଦେବେ ଯାହାଫଳରେ ଯେତେବେଳେ ଭିଡିଓ ଅପଲୋଡ ହେଉଛି ଆପଣଙ୍କ ପାଖରେ ପହଞ୍ଚି ପାରିବ। ଆଉ ଯଦି ୟାର ପିଡିଏଫ୍ ଦରକାର ଅଛି ପ୍ରାକ୍ଟିସ କରିବା ପାଇଁ ମୁଁ ଡେସ୍କ୍ରିପସନରେ ଲିଙ୍କ ଦେଇଦେବି, ସେଠି ଟେଲିଗ୍ରାମରେ ଜଏନ୍ ହେଇଯାନ୍ତୁ। ସେଠି ମୁଁ ୟାର କ୍ୱେଶ୍ଚନ ପିଡିଏଫ୍ ବି ଅପଲୋଡ କରୁଛି ଆଉ ଆନ୍ସର କି ବି ସେଠି ଆପଣ ପ୍ରାକ୍ଟିସ କରିପାରିବେ। ତେଣୁ ଆଜି ପାଇଁ ରହୁଛି, ନୂଆ ଭିଡିଓରେ ନୂଆ ଟପିକରେ ଦେଖା ହବ। ଧନ୍ୟବାଦ।